हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानंदं नमस्ते जगन्नाथाय नमो जसवन्तानंदं बलराम नमो नमः बलराम नमो नमः। बोलिए महापुरुष अच्युतानंद जी की जय। सथी जानी ज्ञानी गुणी मंडली आज अध्याय आलोचना को आपण मानक स्वागत जनाऊँ। आज मालिका वचन आलोचना आम आलोचना करने जाऊँगी अच्युतानंद महापुरुषंकर शिवकल्प नवखंड निर्घंट मालिकार गोटे पदरू से पदटी कौन उत्तरे साजीव दक्षिणे गाजीव पूर्वे न रहिबे केही पूर्वे न रहिबे केही हे सुजने पूर्वे न रहिबे केही झाड़ बाड़ घेनी जेती करहिबे कूल को बिहन से सोना सुजने गुणी बेल काल आसी लाणी हे सोना सुजने गुणी। ये पदटी महापुरुष शिवकल्प नवखंड निर्घंट लेखा अछि। आउरी मध्य महापुरुष अच्युतानंद ये पद को चकड़ा मडाण लिखिछन्ति। चकड़ा मडाण अच्युतଙ୍କ लेखारे अछि। उत्तरे साजीव दक्षिणे गाजीव पूर्वे न रहिबे केही झाड़ बाड़ घेनी जेतिक रहिबे कूल को बिहन से बोले कूल को केउ माने बिहन हेबे माने झाड़ बाड़ धरिकी रहिबे। उत्तरे से बड़े साजीव अर्थ शरीर तत्व को आम जदि जीवा ताले महापुरुष शरीर मध्य को बुझेई हेबो। अनेक को शरीर द्वारा पिंडे बुझाते हाँ ठीक अच्छे किंतु ब्रह्मांड जदि बुझेवा पिंडे बुझेब ब्रह्मांड जदि बुझेवा उत्तर पटे सबू जाक आरंभ हम जहाँ कि कल के लीला जुग परिवर्तन लीला जुगर परिवर्तन गोटे जुग शेष हो कली जुग शेष हो सत्य जुग आसव जुग परिवर्तन हो गोटे नूतन जुग नवजुग आसव नवीन प्रभात हो तेणु ये नुआ जुगर आरंभ अच्युतानंद महापुरुष कहते से नुआ जुगर लीला ता जुग परिवर्तन लीला उत्तर दिगरु ही आरंभ हो उत्तरांचल दक्षिणे गाजीव गणे दक्षिण आसीबे तेलेंगा दल पश्चिम आसीबे सैन्य गहल पश्चिम आसीबे सैन्य गहल पश्चिम आसीबे सैन्य गहल कूल को बिहान होइबे सेही सत्य कहिली रे व्रजतनाई आउ सत्य कहिली रे व्रजतनाई सत्य कहिली रे व्रजतनाई। तेणु से महापुरुष कहले दक्षिण आसबे तेलेंगा दल पश्चिम आसबे सैन्य गहल कहले तेलेंगा माने बाड़ी आसबे दक्षिण दिग दल दल होई विदेशी आसबे स्वदेश करिबा पाई दक्षिण दिगरो
ଏହା ହିଁ ହୋଇବ ଶୁଣ ରାମ ଦାସ ତୋହି ଶୁଣ ରାମ ଦାସ ତୁହି ହେ ସୁଜନେ ଶୁଣ ରାମ ଦାସ ତୁହି ଶୁଣ ରାମ ଦାସ ତୁହି ହେ ସୁଜନେ ଶୁଣ ରାମ ଦାସ ତୁହି। ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ଲେଖିଲେ ଏ କଥା ନାଇଁ ଦଳ ଦଳ ହୋଇ ବିଦେଶୀ ଆସିବେ କାହିଁକି ସ୍ୱଦେଶ କରିବା ପାଇଁ ନାଇଁ ଆଉ ଦକ୍ଷିଣ ଦିଗରୁ ଏହା ହିଁ ହୋଇବ ଶୁଣ ରାମଦାସ ତୋଇ ତେଣୁ ଦକ୍ଷିଣ ଆସିବେ ତେଲେଙ୍ଗା ଦଳ ମିଛ ନା ମାଳିକା ବଚନ ନ ହୋଇବା ନ କେବେ ଗୋଟିଏ ଅକ୍ଷର ମିଛ ନ ଆଉ ନାଗାମାନେ ମାଡ଼ି ଆସିବେ ଆଗକୁ ଆପଣ ଦେଖିବେ ନାଗାମାନେ ଓଡ଼ିଶାକୁ ମାଡ଼ି ଆସିବେ ହଉଛି ମଧ୍ୟ ଚାରିଆଡ଼େ ଆପଣ ଦେଖୁଛନ୍ତି କହିଲେ ମହାପୁରୁଷ ଖଣ୍ଡଗିରି ଠାରେ ନାଗାଏ କହେବେ ତତେ ମୁଁ କହୁଛି ପଡ଼ି ଶେଷରେ ଯେ ଏହା ଦେଖିବ ହେତୁ ମନେ ରଖିଥା ହେତୁ ମନେ ରଖିଥା ହେ ସୁଜନେ ହେତୁ ମନେ ରଖିଥା ହେତୁ ମନେ ରଖିଥା ସୁଜନେ ହେତୁ ମନେ ରଖିଥା। ବୋଲେ ଖଣ୍ଡଗିରି ଠାରେ ନାଗା ଏକ ହେବେ ଦିନେ ଆପଣ ମାନେ ଆଖିରେ ଦେଖିବେ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଭୁବନେଶ୍ୱର ଖଣ୍ଡଗିରି ଏ ଖଣ୍ଡଗିରି ନାଗା ମାନେ ସବୁ ଏକତ୍ରିତ ହେବେ ବୁଝିଲେ ମାଳିକା ବଚନ ରହିବ ନା ଆଗକୁ ଦେଖିବେ ଯାହା ମାଳିକାରେ ଲେଖାଛି ଗୋଟେ ଅକ୍ଷର ମିଛ ନୁହଁ ଆଉ ସେ ଖଣ୍ଡଗିରି ଅନେକ ଗୁମ୍ଫା ମାନ ରହିଛି ଯେଉଁ ଗୁମ୍ଫାରେ ଅନେକ ସିଦ୍ଧ ସାଧକ କାପାଳିକ ନାଗାମାନେ ମଧ୍ୟ ବହୁତ ବର୍ଷ ଧରି ତପସ୍ୟା କରୁଛନ୍ତି ଆହୁରି ମଧ୍ୟ ଅଚ୍ୟୁତ କହିଲେ ଏଇ ଭୁବନେଶ୍ୱର ଧନ୍ଦା ଲାଗିଥିବ ଧଉଳିଗିରିରେ ଉଦୟଭଟ୍ଟ ପଶ୍ଚିମରେ ଧନ୍ଦା ଲାଗିଥିବ ଧଉଳିଗିରି ଆପଣ ଦେଖନ୍ତୁ ଅନେକ ବୌଦ୍ଧ ଭିକ୍ଷୁ ମାନେ ଆଜି ସେଠାରେ ଜମା ହେଲେଣି ଏକତ୍ରିତ ହେଲେଣି ପରଖର ଜ୍ୟୋତି ପ୍ରକାଶ ହୋଇବ ପରଖର ଜ୍ୟୋତି ଗୋଟେ ସେଠି ଜଳୁଛି କୋଉଠି ନା ସେ ଧଉଳିଗିରିରେ ସେଇଭଳି ଏ ଖଣ୍ଡଗିରିରେ ନାଗା ମାନେ ଆଗକୁ ଏକତ୍ରିତ ହେବେ ତେଣୁ ଦକ୍ଷିଣକୁ ଆସିବେ ତେଲେଙ୍ଗା ଦଳ ପଶ୍ଚିମକୁ ଆସିବେ ସୈନ୍ୟ ଗହଳ କୂଳକୁ ବିହନ ହୋଇବେ ସେଇ ସତ୍ୟ କହିଲିରେ ବ୍ରଜତ ନଈ ତେଣୁ ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ ପୂର୍ବେ ନ ରହିବେ କେହି କହିଲେ ପୂର୍ବରେ କେହି ରହିବେ ନାହିଁ ତାମାନେ କ'ଣ ଘଟଣା ଘଟିବ ନା ପୂରବରୁ ଲୁଣା ମାଡ଼ି ଆସୁଥିବ ବାଇଶି ପାବଛେ ମିନା ରତ୍ନ ସିଂହାସନେ ବରୁଣ ଦେବତା ନଥିବେ ଚକା ନୟନ ନଥିବେ ଚକା ନୟନ ହେ ସୁଜନେ ନଥିବେ ଚକା ନୟନ ନଥିବେ ଚକା ନୟନ ହେ ସୁଜନେ ନଥିବେ ଚକା ନୟନ। ପୂର୍ବରୁ ଲୁଣା ମାଡ଼ି ଆସିବ ପୂର୍ବେ ରହିବେନି କେହି ମାନେ ପୂର୍ବରୁ ସମୁଦ୍ର ମାଡ଼ି ଆସିବ ବୋଲି ଅଚ୍ୟୁତାନନ୍ଦ ମାଳିକାରେ ଲେଖିଲେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜ୍ଞାନୀ ଗୁଣୀ ମଣ୍ଡଳୀ ସଥି ଜାନେ ତେଣୁ ମହାପୁରୁଷ କହିଲେ ପୂର୍ବରୁ ଲୁଣା ମାଡ଼ି ଆସୁଥିବ ସମୁଦ୍ର ମାଡ଼ି ଆସିବ ସେତେବେଳେ କୁଜଙ୍ଗ ଅଞ୍ଚଳ ଜଳେ ବୁଡ଼ି ଯିବ ନୃପ ସିଂହାସନ ଯିବ ପାରାଦୀପ ଠାରେ ଆମ୍ଭର ସମାଧି ସେଦିନ ପୂଜା ପାଇବ ସେଦିନ ପୂଜା ପାଇବ ହେ ସୁଜନେ ସେଦିନ ପୂଜା ପାଇବ ସେଦିନ ପୂଜା ପାଇବ ହେ ସୁଜନେ ସେଦିନ ପୂଜା ପାଇବ। କୁଜଙ୍ଗ ଅଞ୍ଚଳ ଜଳେ ବୁଡ଼ି ଯିବ ନୃପ ସିଂହାସନ ଯିବ ପାରାଦୀପ ଠାରେ ଆମ୍ଭର ସମାଧି ସେଦିନ ପୂଜା ପାଇବ ଓ ମହାଦେଉଳ ସେଇଦିନ ପାରାଦୀପରେ ଫିଟିବରେ ବାବା ନୁହେଁ କୁଜଙ୍ଗ ଅଞ୍ଚଳ ଜଳରେ ଉଡ଼ିଯିବ ଏ କଥା ମହାପୁରୁଷ ମାଳିକାରେ ଲେଖିଛନ୍ତି ଜ୍ଞାନୀ ଗୁଣୀ ମାନେ ଆପଣ କହିବେ କୁଜଙ୍ଗ ଅଞ୍ଚଳ ପୁରା ବୁଡ଼ିଥିଲା କେତେବେଳେ 1999 ମସିହା ଅକ୍ଟୋବର ମାସ 29 ତାରିଖରେ ମହାବାତ୍ୟା ଯୋଗୁଁ କୁଜଙ୍ଗ ଅଞ୍ଚଳର ପାଣି ବୁଡ଼ିଗଲାନି କି ସବୁ ବୁଡ଼ିଦେଲା
କିନ୍ତୁ ହେ ଜ୍ଞାନୀ ଗୁଣି ମଣ୍ଡଳୀ ଅଚ୍ୟୁତାନନ୍ଦ ଶିବ କଳ୍ପରେ ଲେଖିଲେ ଓଡ଼ିଶା ଦେଶରେ ଜଳ ବିମ୍ବ ହେବ ଆଦ୍ୟ ପ୍ରାନ୍ତ ମଧ୍ୟ କାଳେ ଆଣ ଯବନ ଯେ ଚାଉଳ ବାଣ୍ଟିବେ ଏ କଥା ହୋଇବ ହେଳେ ସେ କଥା ହୋଇବ ହେଳେ ହେ ସୁଜନେ ସେ କଥା ହୋଇବ ହେଳେ ସେ କଥା ହୋଇବ ହେଳେ ହେ ସୁଜନେ ସେ କଥା ହୋଇବ ହେଳେ କହିଲେ ଓଡ଼ିଶା ଦେଶରେ ଜଳ ବିମ୍ବ ହେବ ଆଦ୍ୟ ପ୍ରାନ୍ତ ମଧ୍ୟ କାଳେ ନୁହେଁ ଆଦ୍ୟ କହିଲେ ଆରମ୍ଭ କଳିଯୁଗ ଆରମ୍ଭରେ ଦ୍ୱିତୀୟରେ ଓଡ଼ିଶାରେ ଜଳ ପ୍ଲାବନ କେତେବେଳେ ହେବ ଆଦ୍ୟ ପ୍ରାନ୍ତ ପ୍ରାନ୍ତ କଲେ କଳିଯୁଗ ଶେଷରେ ମଧ୍ୟ କଲେ କଳିଯୁଗ ମଝିରେ ଏ ତିନିଥର ଓଡ଼ିଶା ଜଳ ପ୍ଲାବିତ ହେବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଛନ୍ତି ଦୁଇଥର ଗଲାଣି ଆଉ ଥରେ ବାକି ଅଛି ହବ ନାଇଁ ତେଣୁ ମହାପୁରୁଷ ସେଇଥିପାଇଁ କହିଲେ ଓଡ଼ିଶା ଦେଶରେ ଜଳ ବିମ୍ବ ହେବ ଆଦ୍ୟ ପ୍ରାନ୍ତ ମଧ୍ୟ କାଳେ ମଧୁମାସ ପ୍ରାନ୍ତ ଶୁକ୍ଳ ଏକାଦଶୀ ବୃହସ୍ପତି ମୀନ ଶନି ଦେବୀ ନଦୀ ଠାରୁ କୁଶଭଦ୍ରା ଯାଏ ଭାଙ୍ଗିବ ତ୍ରିକୋଣ ଭୂମି ଭାଙ୍ଗିବ ତ୍ରିକୋଣ ଭୂମି ହେ ସୁଜନେ ଭାଙ୍ଗିବ ତ୍ରିକୋଣ ଭୂମି ଭାଙ୍ଗିବ ତ୍ରିକୋଣ ଭୂମି ହେ ସୁଜନେ ଭାଙ୍ଗିବ ତ୍ରିକୋଣ ଭୂମି କହିଲେ ଭାଙ୍ଗିବ ତ୍ରିକୋଣ ଭୂମି ମଧୁମାସ ପ୍ରାନ୍ତ ଶୁକ୍ଳ ଏକାଦଶୀ ବୃହସ୍ପତି ମହାପୁରୁଷ ଲେଖିଛନ୍ତି ମୀନ ଶନି ଦେବୀ ନଦୀ ଠାରୁ କୁଶଭଦ୍ରା ଯାଇ ଭାଙ୍ଗିବ ତ୍ରିକୋଣ ଭୂମି ଝାଡ଼ ବାଡ଼ କହିଲେ କ'ଣ ନା ଝାଡ଼ ଜଙ୍ଗଲରେ ସନ୍ଥ ଋଷି ମୁନି ଜ୍ଞାନୀ ଜନମାନେ ରହିବାକୁ ପସନ୍ଦ କରନ୍ତି କାହିଁକି ନା ଏକାନ୍ତ ସ୍ଥାନ ନିର୍ଜନ ସ୍ଥାନ କୋଳାହଳ ପୂର୍ଣ୍ଣ ସେଟା ନଥାଏ ଯଦି କୋଳାହଳ ଯୋଉଠି ନାହିଁ କହନ୍ତିନି ଭାଗବତରେ ଅନେକ ଲୋକ ଯହିଁ ପିଢ଼ିରେ ଉଦ୍ଧବ ସେଠାରେ ଉପଜଇ କଳିରେ ଉଦ୍ଧବ ରାଧେ ଗୋବିନ୍ଦ 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 ହେ ଉଦ୍ଧବ ମଧୁ ଗଳୁଛି ମକରନ୍ଦ ହେ ଉଦ୍ଧବ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧେଇଆନି ଅନେକ ଲୋକ ଜହିଁ ମିଳି ସେଠାରେ ଉପଜଇ କଳି ଯୋଉଠି ବହୁ ଲୋକଙ୍କର ସମାଗମ ହୁଏ ସେଠାରେ କଳି ଉପୁଜିବାର ସମ୍ଭାବନା ରହିଛି ଅନେକ ରହିଛି ପ୍ରମାଣ କ'ଣ ନା ଆପଣ ଜଡ଼ଭରତ ପ୍ରସଙ୍ଗ ପଢ଼ିଥିବେ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଯଦୁରାଜା ପଚାରିଲେ କହିଲେ ହେ ମହାତ୍ମା ଆପଣ ଗୋଟେ କୁମାରୀ କନ୍ୟାକୁ ଗୁରୁ କରିଛନ୍ତି କ'ଣ ପାଇଁ ଏ କୁମାରୀ କନ୍ୟାକୁ ଗୁରୁ କଲେ ନାରୀକି କେମିତି ଗୁରୁ କଲେ ମୁଁ କାହିଁକି ଗୁରୁ ତାକୁ କଲି ଜାଣିଛ ନା କାହିଁକି କାହିଁକି ସେ କୁମାରୀ କନ୍ୟାକୁ ମୁଁ ଗୁରୁ କଲି ନା ମୁଁ ଦେଖିଲି ସେ କୁମାରୀ କନ୍ୟାକୁ ଦେଖିବା ପାଇଁ ବରଘର ଲୋକମାନେ ତା ଘରକୁ ଆସିଥାନ୍ତି ଏହି ସମୟରେ ମାଟି ଝିଅଟି ଘରେ ଥାନ୍ତି ତା ବାପା ମଧ୍ୟ ଥାଏ କୁଣିଆ ମୈତ୍ର ବସିଲେ ଘରେ ଏବଂ ସେ କୁଣିଆ ମୈତ୍ର ଖାଇବା ପାଇଁ ରୋଷେଇବାସ କରିବା ପାଇଁ ଯେତେବେଳେ କନ୍ୟାର ବାପା ତା କନ୍ୟାକୁ କହିଲା କହିଲା କୁଣିଆ ତ ଆସିଛନ୍ତି ଆଉ ଗାଧୁଆଳ ଟାଇମ୍ଟା ଆଜି ଆମ ଘରେ ଖାଇକି ଯିବେ ତୁ ଟିକେ ରୋଷେଇବାସ ବ୍ୟବସ୍ଥା କର ତୋତେ ଦେଖିବା ପାଇଁ ଆସିଛନ୍ତି ବରଘର ଲୋକ ତେଣୁ କୁମାରୀ କନ୍ୟାଟି ଦେଖିଲା ତା ଘରେ ଯଦୁରା କହୁଛନ୍ତି ଅବଧୂତ କହିଲେ ମୁଁ କାହିଁକି ତାଙ୍କୁ ଗୁରୁ କଲି ଜଡ଼ଭରତ କହୁଛନ୍ତି କାହିଁକି ଗୁରୁ କଲି ତାଙ୍କୁ ନା କୁମାରୀ କନ୍ୟା ଦେଖିଲା ଘରେ ଚାଉଳ ନାହିଁ କିନ୍ତୁ ଧାନ ଅଛି ଯଦି ଧାନ ଅଛି ସେ କହିଲେ ଧାନ ଅଛି ଧାନରୁ ଚାଉଳ କରିଦେଇକି ଆମେ ସାଙ୍ଗେ ସାଙ୍ଗେ ରାନ୍ଧିକି ଦେଇଦେବା ଯେତିକି କୁଣିଆ ମୈତ୍ର ଆସିଥିବେ ତେଣୁ ଧାନକୁ ଢିଙ୍କିରେ କୁଟିଲା ବେଳେ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ହାତରେ ଯେତେବେଳେ ଧାନକୁ ଢିଙ୍କିରୁ ଇଏ କରିଥାଏ ଏ ଚୁଡ଼ି ସବୁ ପିନ୍ଧିଥାଏ ସେ କୁମାରୀ କନ୍ୟା ଯେଉଁ ଚୁଡ଼ି ପିନ୍ଧିଥାଏ ଝଣ 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 ସବୁ ଥାଏ ତେଣୁ ବରଘର ଲୋକ କାଳେ ଭାବିବେ ଇଏ କୌଣସି କାମ କରୁଛନ୍ତି କି କ'ଣ ଆମ ପାଇଁ ବ୍ୟବସ୍ଥା କରୁଛନ୍ତି କି ଢିଙ୍କିରେ ଇଏ କରୁଛନ୍ତି ଇଏ କଥା ଭାବି ଭାବି ତେଣୁ କୁମାରୀ କନ୍ୟାଟି ଗୋଟେ 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 ଚୁଡ଼ି ସବୁ ହାତରୁ କାଢ଼ିଲା କାଢ଼ି 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 ଶେଷରେ ଗୋଟିଏ ଗୋଟେ ପଟେ ପଟେ ରହିଲା ଆଉ ଶବ୍ଦ ହେଲା ନାହିଁ ଝଣ ଝଣ ଶବ୍ଦ ହେଲା ନାହିଁ ତେଣୁ ଅଚ୍ୟୁତାନନ୍ଦ କହିଲେ ବାବୁରେ ସେଇ ଝାଡ଼ ଜଙ୍ଗଲରେ ଯେଉଁମାନେ ରହିଥିବେ ସେଇମାନେ ରକ୍ଷା ପାଇବେ ତାମାନେ କ'ଣ ବାବାଜୀ ହେଇଯିବା ନା ସାଧୁ ନୁହଁ ବାବାଜୀ ନୁହଁ କ'ଣ ନା ବାବାଜୀର ପୋଷାକ ପିନ୍ଧିଲେ ଜଣେ ବାବାଜୀ ହେବନି
बाबाजीर गुण थिबा दरकार साधुर लक्षण थिबा दरकार साधुर चरित्र थिबा दरकार ताहले जाइकी गोटे जति सन्यासीर लक्षण थिले से ही साधु से ही महात्मा से ही जति अच्युत से मालिकार लिखिले सती जति प्राणी माने संसारे विहन बाबो संसारे विहन आउ सब प्राणी माने अगाड़ी रे गण बाबो अगाड़ी रे गण एक रे सती दुई रे जति ई दुई जन दुई श्रेणी लोक संसार रे समाज रे कूल को विहन ही रही नुई बोलिए महापुरुष अच्युतानंद जी की सधी जाने ज्ञानी गुणी मंडली जीवे किए रहिबे किए महापुरुष लिखिछनि पृथ्वीर लोके हेबे तीनी भाग नाश बाबो तीनी भाग नाश चतुर्थ भाग रोजेर हिब शेष जेर हिब शेष तेणु तीन भाग जीवे भागे रहिबे जो भागे रहिब किए से भाग्य लोक किए ना सती जति प्राणी माने संसारे विहन बाबो संसारे विहन आउ सब प्राणी माने अगाड़ी रे गण बाबो अगाड़ी रे गण एक रे सती दुई रे जति ई माने संसार रहिबे आउ सब अगाड़ी रे गण नहीं तार जति की तेरे जति बाबाजी सन्यासी आम क्या कहवा कहवा नख बाल छाड़ी भालुए केते तपी हेलेनी रति छाड़ी केते बलद कहीं जति हेलेनी छाड़ी भिड़ी केड़े युवती कहीं सती हेलेनी शुण तोरे रामचंद्र रे ए भंड कारेणी ईमानक जति कहवा सती कहवा ना ये भंड कारेणी ताले जति प्रकृत किए महापुरुष लिखिले अच्युतानंद प्रकृति जति किए सन्यासी की बाबाजी की ना सत्य कहिब नित्य तुने रे उद्धव शांति रे थिब हृदय पिने रे उद्धव राधे गोविंद 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 हे उद्धव पदुगाड़ुछि मकरंद हे उद्धव सत्य कहिब नित्य तुंडे शांति रे थिब हृदय पिंडे आओ दया करिब जीव ठारे रे उद्धव क्षमा करिब दोषी ठारे रे उद्धव राधे गोविंद 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 हे उद्धव पदुगाड़ुछि मकरंद हे उद्धव तेणु क्षमा करिब दोषी ठारे बुझिले सत्य कहिब नित्य तुंडे शांति रे थिब हृदय पिंडे दया करिब जीव ठारे क्षमा करिब दोषी ठारे ये चारि लक्षण जार रे उद्धव जति बोलिब से हो नर रे उद्धव राधे गोविंद 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 हे उद्धव पदुगाड़ुछि मकरंद हे उद्धव ए चारि लक्षण जार जति बोलिब से जति बाबाजी सन्यासी बा सन्थ साधु सी बुझे सत्य शांति दया क्षमा से अच्युतानंद महापुरुष शून्य राहस लिखिले कौन बोले सत्य शांति दया क्षमा ही बाट सत्य शांति दया क्षमा ही बाट अहंकार तम जे माया खंड अहंकार तम जे माया खंड एमाने ज्ञान घर को भगारी एमाने ज्ञान धर को भगारी जाई लोड़िले आणु थांती धरी जाई लोड़िले आणु थांती धरी सखिलो खंट मातिले बाटे सखिलो खंट मातिले
ଥିଲେ ବାଟେ ଘଣ୍ଟ ନାସି ବାଜେ ଘଣ୍ଟ ନାସି ବାଜେ ଘଣ୍ଟ ନାସି ବାଜେ ଘଣ୍ଟ ନାସିବା କୃଷ୍ଣ ଭଜ ଆଣ୍ଟେଲୋ ଘଣ୍ଟ ନାସି ବାଜେ ଘଣ୍ଟ ନାସି ବାଜେ ଖଣ୍ଟ ନାସି ବାଜେ ଘଣ୍ଟ ନାସିବା କୃଷ୍ଣ ଭଜ ଆଣ୍ଟେଲୋ। ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଲେ ସତ୍ୟ ଶାନ୍ତି ଦୟା କ୍ଷମା ହିଁ ବାଟ। ରେ କଳିଯୁଗର ମଣିଷ ଏକରେ ସତ୍ୟ ସକାଳରୁ ବିଛଣାରୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ମନ ବଚନ କର୍ମରେ ତୋର ସତ ରହୁ, ତାହେଲେ କୂଳକୁ ବି ନବୁ, ନହେଲେ ହେଇପାରିବନି। ଦ୍ୱିତୀୟ ହେଉଛି ଶାନ୍ତି। ଭଗବାନ ଯେତିକି ଦେଇଛନ୍ତି ସେତିକିରେ ସନ୍ତୁଷ୍ଟ ରହି ଶାନ୍ତିରେ ଚଳିବା ପାଇଁ ତୁ ଚାହୁଁ। ଶାନ୍ତିମୟ ପରିସ୍ଥିତି ପରିବାରରେ କି କୋଉଠି ତୁ ସୃଷ୍ଟି କରନା। ଦୟା କରିବ ଜୀବଠାରେ ଦୟା କରୁଣା ଯାହା ହୃଦୟ ନାହିଁ ଉଦ୍ଧବ ଚଣ୍ଡାଳଟି ସେଇ। ଯଦି ଦୟା ନାହିଁ ତୁ ଚଣ୍ଡାଳ, ଯିବେ ଯାହାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟି ସେଇ। ତେଣୁ ଜୀବଠାରେ ତୁ ଦୟା ଭାବ କର, ବୁଝିଲେ। କ୍ଷମା କରିବ ଦୋଷୀଠାରେ, ଯେତେ ବଡ଼ ଶତ୍ରୁଟିଏ ହେଉ ଶରଣରେ ଆସି ପଶିଲେ ତାକୁ ତୁ କ୍ଷମା ଦେବୁରେ ବାବା। ଏ ଚାରି ଲକ୍ଷଣ ଯାହାର ଯତି ବୋଲିବ ସେ ହୁନର, ସେହି ଯତି ସେଇମାନେ ରକ୍ଷା ପାଇବେ। ହେଲା କୂଳକୁ ସେଇମାନେ ବିହାର। ଆଜି ତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ। କିନ୍ତୁ ତାପରେ ଜଣେ ଭକ୍ତର ନାଁ କହିବା ବୋଲେ ଅନନ୍ତ କୋଦ କୋନା ଧୀରେନ୍ଦ୍ର ବାବାଜୀ ରହିଛି ସିନା ଯେ ଜଇ ହୁଙ୍କା କୋ ସେ ଚିନା ସୁଜନେ ଯେ ଜହି ଓଇ ହୁଙ୍କାକୁ ସେ ଚିହ୍ନା ସୁଜନେ ଯେ ଜହି ଓଇ ହୁଙ୍କାକୁ ସେ ଚିହ୍ନା ସୁଜନେ ଯେ ଅନନ୍ତ କୁଦରେ ଧୀରେନ୍ଦ୍ର ବାବାଜୀ ନାମରେ ଜଣେ ଭକ୍ତ ଜନ୍ମ ହୋଇ ଉଇହୁଙ୍କା ପୂଜା କରୁଥିବ। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ, ଏ ଭକ୍ତର ନାଁ ଆମେ କହିଲୁ ଆପଣମାନେ ଠାବ କରିବେ। ଆଜି ତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା। ଶ୍ରୀ ପ୍ରଭୁଙ୍କର ନାମ ନେଇ ରାଧେ ରାଧେ ଜପା କରୋ କୃଷ୍ଣ ନାମ ରସ ପିଆ କରୁ। ରାଧେ ରାଧେ ଜପା କରୋ କୃଷ୍ଣ ନାମ ରସ ପିଆ କରୋ। ରାଧେ 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 राधे राधे जपा करो कृष्ण नाम रस पिया करो। राधे राधे जपा करो कृष्ण नाम रस पिया करो। सुधी जानी आज पे आसंतो बाणी के ठारे विराम दबा, पुणी आसंदा अध्याय भेट हेबा। रहुचो हरिओम शांति ही शांति ही शांति ही सर्वारिष्ट सुशांति रे भवतु। प्रार्थना आम आनंदर उत्स।